ଚିତାଲାଗି ଅମାବାସ୍ୟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ 5 ଘଣ୍ଟା ବନ୍ଦ ରହିବ। ଆଜି ଶ୍ରାବଣ କୃଷ୍ଣ ଚିତାଲାଗି ଅମାବାସ୍ୟା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ 3 ଠାକୁରଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଚିତାଲାଗି ଅମାବାସ୍ୟା ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ଵେତ ହୀରା ଖଚିତ ସୁବର୍ଣ୍ଣ ଚିତା, ବଡ଼ ଠାକୁର ଲୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ। ଏହି ପବିତ୍ର ନୀତି ପାଇଁ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ପ୍ରଥମେ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଗୁପ୍ତ ନୀତିକାନ୍ତି ସମ୍ପନ୍ନ ହେବ। ସ୍ନାନ ପୂର୍ଣ୍ଣିମା ସମୟରେ ସୁରକ୍ଷା ଦୃଷ୍ଟିରୁ ବାହାର କରାଯାଇଥିବା ରତ୍ନଖଚିତ ସୁବର୍ଣ୍ଣ ଚିତାକୁ ପୁଣି ଥରେ ଶ୍ରୀ ବିଗ୍ରହମାନଙ୍କ ମସ୍ତକରେ ଲାଗି କରାଯିବ। ଗତକାଲି ଦଇତାପତି ସେବକ ଭଣ୍ଡାର ମେକାପ ଓ ପାଟରା ବିଶୋଇ ସେବାୟତଙ୍କ ସହଯୋଗରେ ଏହି ନୀତିର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ନୀତି ଶେଷ ପରେ ସନ୍ଧ୍ୟା 7ଟାରୁ ପୁଣି ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଆଜିର ଚିତାଲାଗି ନୀତିକୁ ନେଇ ସମଗ୍ର ଶ୍ରୀମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହେବ।